ଦେଖନ୍ତୁ ରେ ଗଛ ଥିଲା ଆଜ୍ଞା ଗଛରେ ଗୋଟେ ଚାନ୍ଦୁଆ ବାନ୍ଧା ଯାଉଥିଲା ସେ ଚାନ୍ଦୁଆ ତଳେ ମା ସେବା ପୂଜା ପାଉଥିଲେ। ବାପରେ ମାନେ କେତେ ବଡ କଥା ଦେଖନ୍ତୁ ମାନେ ମା ତାରିଣୀ ଗୋଟେ ଗଛ ମୂଳରେ ଆଜ୍ଞା ଚାନ୍ଦୁଆ ତଳେ ପୂଜା ପାଉଥିଲେ। ତ ଆପଣଙ୍କୁ ନୂଆ ବର୍ଷ ପାଇଁ ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା ମାନେ ଦାସ ପ୍ରଦସ୍ତ ଭଲ ପାଇବା ବି ଆଜି କଣ ଡୋରି ଲାଗିଲା ମାଙ୍କର? ନୂଆ ବର୍ଷ ପାଇଁ ଆଉ ଜୀବନ ରହିବ କି ନାହିଁ ମାଙ୍କ ପାଖରେ ଟିକେ ବୁଲିବାକୁ ଇଚ୍ଛା ହେଲା ଶେଷ ଇଚ୍ଛା। ନନା ଆଜ୍ଞା ଆମେ ଶୁଣିଛୁ ମା ତାରିଣୀଙ୍କର କୁଆଡେ ବ୍ରାହ୍ମଣ ମାନେ ପୂଜା କରନ୍ତିନି ମା ତାରିଣୀ କି, ତାଙ୍କୁ କୁଆଡେ ଦେହୁରୀ ମାନେ ପୂଜା କରନ୍ତି। ଆ ପଛରେ କଣ ତାତ୍ପର୍ଯ୍ୟ ରହିଛି? ଆଉ କେଉଁଝର ଆସିବେ ଏ ଜିନିଷ ଦେଖନ୍ତୁ ଜାଣିପାରିଲେ ତ କଣ ଏଇଟା ଆପଣ କମେଣ୍ଟରେ କୁହନ୍ତୁ ଏ କଣ ସବୁ ରହିଲା। ଘଟଗାଁ ଆଉ ରହିଲା 7 କିଲୋମିଟର ମାତ୍ର 7 କିଲୋମିଟର। ଆମେ ବି ବହୁତ ପୁରା ମାନେ କଣ କହିଲେ ଏକ୍ସାଇଟେଡ ହେଇଗଲୁ କେତେବେଳେ ଯାଇ ପହଞ୍ଚିବୁ। ମା ତାରିଣୀଙ୍କର ସବୁଠୁ ପ୍ରିୟ ହଉଛି ନଡିଆ, ଆଜ୍ଞା ତାପରେ କୁଆଡେ ପ୍ରିୟ ହଉଛି ଘୋଡା। ମାନେ କାହିଁ ଏତେ ମା ଘୋଡାକୁ ଭଲ ପାଆନ୍ତି? ଇଏ କଣ କି ଯେତେବେଳେ ପୁରୀରୁ କେନ୍ଦୁଝର ନେଇକି ଆମର ଗୋବିନ୍ଦ ଭଞ୍ଜ ଆସୁଥିଲେ ମା ଗୋଟିଏ ଘୋଡାରେ ଏବଂ ଗୋବିନ୍ଦ ଭଞ୍ଜା ଗୋଟିଏ ଘୋଡାରେ ଚଢିକି ଆସୁଥିଲେ। ବାପରେ ତାପରେ କଳା ଧଳା ଘୋଡାରେ ଆସୁଥିଲେ। ହଁ ମା ଆସୁଥିଲେ କଳା ଘୋଡାରେ, ଗୋବିନ୍ଦ ଭଞ୍ଜ ଆସୁଥିଲେ ଧଳା ଘୋଡାରେ। ସେଥିପାଇଁ ଆଗରେ କଳା ଘୋଡା ଆଉ ସେପଟରେ ଦେଖନ୍ତୁ ରହିଲା ଧଳା ଘୋଡା। ଆଉ ଗୋଟେ ବଢିଆ ଜିନିଷ ଦେଖନ୍ତୁ ଗାଈ କୋଠ ରହିଲା। ନା ଆମେ ଯୋଉ ଗୀତରେ ଶୁଣିଛୁ ମା ଏବେ ବି କୁଆଡେ ଘୋଡା ଚଢିକିରି ଭ୍ରମଣ କରନ୍ତି। ହଁ ହଁ ଇଏ ସତ କଥା। ନମସ୍କାର, ଜୟ ଜଗନ୍ନାଥ। ଦାସ ପ୍ରଦର୍ଶନ ଏକ ନୂଆ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଜୟ ମା ତାରିଣୀ। ଆଜି ଡୋରି ଲାଗିଲା ମାଙ୍କ ଦର୍ଶନ କରିବୁ ନୂଆ ବର୍ଷରେ। ବିଶ୍ୱାସ କରନ୍ତୁ ମାନେ ଏତେ ଆମେ ଏକ୍ସାଇଟେଡ ଅଛୁ। ପାଖାପାଖି ବହୁତ ଦିନ ତଳେ ଆମେ ଆସିଥିଲୁ, ଯୋଉଟା କି ମୁଁ ଆସିଥିଲି ଏକୁଟିଆ ଆସିଥିଲି, ମୟୂରଭଞ୍ଜ ଆସିଥିଲି ଭିଡ଼ିଓ କରିକି ଯାଇଥିଲି, କିନ୍ତୁ ଭାଇ ଆସିନଥିଲା। ଭାଇର ମୋର ପାଖାପାଖି 2017ରେ ଆସିଥିଲୁ। ଆଜିକି 8 ବର୍ଷ ପରେ ମାଙ୍କ ଡୋରି ଲାଗିଲା। ନାଇଁ କେମିତି ଲାଗୁଛି ତତେ? ମାନେ କହିବାକୁ ଗଲେ ଫାର୍ଷ୍ଟ ଟାଇମ୍ ବାଇକ୍ରେ ଆମେ ଆସିଛୁ, ଯୋଉଟାକି ମାନେ ଗୋଟେ ଅନୁଭୂତି ଅଲଗା ପ୍ରକାର ଲାଗୁଛି। କାହିଁକିନା ମାନେ ଦୁଇ ସାଇଡ଼୍ରେ ରହିଲା ଗଛ ଜଙ୍ଗଲ ରହିଲା, ମାନେ ରାସ୍ତା କିନ୍ତୁ ଭଲ ଅଛି। ମାନେ ଏତେ ଭଲ ନୁହଁ, କାମ ଚାଲିଛି ଠାଇ କିନ୍ତୁ ରାସ୍ତା ଭଲ ଅଛି। ସରୁ ରାସ୍ତା ଟିକେ ତ ଭଲ ରାସ୍ତା, ଚିକ୍କଣ ରାସ୍ତା ପୁରା। ନା କିନ୍ତୁ ବଢିଆ ଲାଗିଲା। ଏବେ ତ ଶୀତ ଦିନ ଯେହେତୁ ମାନେ ପିକନିକ୍ ମାନେ ମେନ୍ ଜାଗା ଠାକୁରଙ୍କ ପାଖେ ତ ସବୁବେଳେ ଭିଡ଼, କିନ୍ତୁ ଶୀତ ଦିନେ ଟିକେ ଅଧିକ ଲୋକ ହୁଅନ୍ତି। ଆମେ ଚେଷ୍ଟା କରୁଛୁ ମାନେ ଠାକୁରଙ୍କୁ ଦେଖେଇବୁ, ତା ସହିତ ପ୍ରସାଦ ଟିକେ ପାଇବୁ, ମାନେ ଚେଷ୍ଟା ଅଛି। ଆଉ ସବୁଠୁ ବଡ଼ କଥା କଣ ଜାଣିଛନ୍ତି? ଆମ ମୁଖ୍ୟମନ୍ତ୍ରୀଙ୍କ ଗାଁ ମୋହନ ମାଝୀ ସାରଙ୍କ ଗାଁ ହଉଛି ମାନେ ତାଙ୍କରି ଏରିଆ କେଉଁଝର ମାଟି। ଆଉ ଏଇଟା ଦେଖନ୍ତୁ ରହିଲା ହାତୀ ପ୍ରତି ସାବଧାନ, ହାତୀ ଚଲାପଥ ଏଇଟା। ଆଉ ଏଇଟା ଆମେ ଘାଟି ଚଢୁଛୁ, ଏଇଟାକୁ କନ୍ତ ଘାଟି କହନ୍ତି। ଯଦି ବି ଆମର ଭୁଲ ଥିବ ତାହେଲେ ଆପଣ କମେଣ୍ଟରେ କହିବେ। ଯାହା ଆମେ ଶୁଣିବା କଥା ଯେ ଏଇଟା କନ୍ତ ଘାଟି। ମସ୍ତ ଲାଗୁଛି କିନ୍ତୁ ଛୋଟ ଘାଟିଟା। ଆଉ ଘାଟି ଚଢୁଥିବେ ଆଉ ଏ ଯୋଉ ଶୀତୁଆ ସକାଳ ମାନେ ମଜା ଅଲଗା ପୁରା ମସ୍ତ ଲାଗୁଛି। ରାସ୍ତା କାମ ଯେହେତୁ ଚାଲିଛି, ଏଟା ସିଙ୍ଗଲ ରୋଡ ରହିଛି, ଡର ବି ଲାଗୁଛି ଏ ରାସ୍ତାରେ। ଆଉ କେଉଁଝର ଆସିବେ ଏ ଜିନିଷ ଦେଖନ୍ତୁ, ଜାଣିପାରିଲେ ତ କଣ ଏଇଟା ଆପଣ କମେଣ୍ଟରେ କୁହନ୍ତୁ ଏ କଣ ସବୁ ରହିଲା। ଆଉ ଗୋଟେ ବଢିଆ ଜିନିଷ ଦେଖନ୍ତୁ ଗାଈ କୋଠ ରହିଲା। ଏପଟରେ ମୁଁ ଦେଖିଲି ପ୍ରାୟ ସବୁ କଣ କହିଲେ ଗାଈକି ଫିଟା ଯାଏ, ବାନ୍ଧିବା ଅପେକ୍ଷା ଏପଟରେ ଗାଈକି ଫିଟା ଯାଏ। ତ ଆପଣଙ୍କୁ ନୂଆ ବର୍ଷ ପାଇଁ ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା, ମାନେ ଦାସ ପ୍ରଦସ୍ତ ଭଲ ପାଇବା ବି। ଆଉ ଏତିକି କହିବୁ ଆଜି ନୂଆ ବର୍ଷରେ ସବୁଠୁ ବଡ କଥା ଆଜି କହିଦେ କଣ? ଆଜି ମାନେ ମା ତାରିଣୀଙ୍କ ଦର୍ଶନ କରିଛୁ, ସେଇଟା ହଉଛି ସବୁଠୁ ବଡ କଥା। ଆଉ ଯଦି ଘଟଗାଁରୁ ମାନେ କେଉଁଝରରୁ ଆପଣ ଦେଖୁଥିବେ ନା, ତ ନିହାତି କମେଣ୍ଟରେ ଜୟ ମା ତାରିଣୀ ଲେଖିବେ। ହାତୀ ଚଲାପଥ, କିନ୍ତୁ ଭାରି ଇଚ୍ଛା ଅଛି ଟିକେ ମାନେ ହାତୀ ଟିକେ ବାହାରନ୍ତେ କି ଦେଖନ୍ତୁ, ସତ କଥା କହୁଛି। ଭାଇ ଭିଉ ଟା ଖାଲି ଦେଖନ୍ତୁ କୋଉ ଭଳିଆ ଲାଗୁଛି, ଖାଲି ଭିଉ ଟା ଦେଖନ୍ତୁ। ଓହୋ ପୁରା ଅଲଗା ପ୍ରକାର ଶାନ୍ତି ପୁରା।
ମାନେ ଏଇଟା ପାହାଡ଼ ଉପରଟା ପୁରା ଟିକେ ଉଚ୍ଚା ଟିକେ ଖାଲ ରହୁଛି। ପୁରା ତଳଟା ଆପଣ ଯଦି ସେଇଠିକି ଅନାନ୍ତୁ, ଏ କଡ଼ଟା ଦେଖନ୍ତୁ, ଇଏ ରହିଲା ପୁରା ତଳଟା, ଏତେ ତ ଜଣା ପଡୁନି। କେବେ ସମୟ ବାହାର କରି ଏଇଭଳିଆ ଜାଗା ଥରେ ଆସନ୍ତୁ। ଆଜିକାଲି ତ ସମସ୍ତଙ୍କର ଟେନସନ ଲାଇଫ, ତା ଭିତରୁ ଟିକେ ସମୟ ବାହାର କରିକି ଟିକେ ଜାଗାର ମଜା ଟିକେ ନିଅନ୍ତୁ। ଘଟଗାଁ ଆଉ ରହିଲା 7 କିଲୋମିଟର, ମାତ୍ର 7 କିଲୋମିଟର। ଆମେ ବି ବହୁତ ପୁରା ମାନେ କଣ କହିଲେ ଏକ୍ସାଇଟେଡ ହେଇଗଲୁ କେତେବେଳେ ଯାଇ ପହଞ୍ଚିବୁ। କାଚ ଭଳିଆ ରାସ୍ତା, କୋଉଠି ଟିକେ ବି ଖାଲ ନାହିଁ କିଛି ନାହିଁ, ପୁରା କାଚ ଭଳିଆ ରାସ୍ତା। ଏଇ ଛକରୁ ଲେଫ୍ଟକୁ ଏବେ ଆମେ ଯିବା। ଏଇଟା ରହିଲା ମା ତାରିଣୀଙ୍କ ରାସ୍ତା, ଏଇଟା ରହିଲା ଡାଇରେକ୍ଟ କେଉଁଝରକୁ। ମାନେ ଏଠୁ ଆଉ 1 କିଲୋମିଟର ରହିଲା। ଆଉ 1 କିଲୋମିଟର ରହିଲା ମାଙ୍କ ମନ୍ଦିର। ଆଉ ଏ ଛକ ନା କ'ଣ ଆପଣ କମେଣ୍ଟରେ କହିବେ, ଏଇଟା କି ଛକ କହନ୍ତି ନିଶ୍ଚୟ କହିବେ। ମାନେ 1 କିଲୋମିଟର ପାଖରୁ ପାର୍କିଂ ହେଇଛି ଦେଖନ୍ତୁ। ମାନେ ବୋଥ ସାଇଡରେ କେତେ ଗାଡି ଥୁଆ ହେଇଛି। ଗାଡି କେତେ ଖାଲି ଦେଖନ୍ତୁ କେତେ ଭିଡ଼। ଆଉ ଶେଷରେ ଆସି ମାଙ୍କ ମନ୍ଦିର ଆଗରେ ପହଞ୍ଚି ଗଲୁ। ଆଉ ଅଳ୍ପ ବାଟ ମାଙ୍କ ମନ୍ଦିର, ଭିଡଟା ଖାଲି ଦେଖନ୍ତୁ। ଆଉ ସବୁଠୁ ବଡ ଦୁଃଖର କଥା ହେଲା ଭିଡ ବହୁତ, ଭିଡ ହିସାବରେ ସୁବିଧା ନାହିଁ। ଲୋକଙ୍କ ସଂଖ୍ୟା ମାନେ ଟିକେ ବଢି ଯାଇଛି ବାସ୍। ଠାକୁରଙ୍କୁ ଦେଖିବା ପାଇଁ। ଯେହେତୁ ଡବଲ ପାର୍କିଂ ଅଛି, କିନ୍ତୁ ଲୋକ ସଂଖ୍ୟା ବଢି ଯାଉଛି, କଣ କରିବେ? କିନ୍ତୁ ଏଠି ସବୁଠୁ ବଡ କଥା କଣ ଜାଣିଛନ୍ତି, ମାନେ ଏଠି ପ୍ରାୟ ଆପଣ ଯେତେବେଳେ ଆସିବେ ସବୁ ଦୋକାନୀ ଭାଇ ମାନେ ସେ ନିଜେ ଡାକିଦେବେ ଏଠି ପାର୍କିଂ କରନ୍ତୁ ପାର୍କିଂ କରନ୍ତୁ। ଆଉ ବେନିଫିଟ ବି ମୁଁ ଦେଖିଲି କଣ, ଏତିକି ସାହାଯ୍ୟ ମିଳୁଛି, ଆଉ କୋଉଠି ମିଳିବନି। ଆମେ ପୁରୀ ଯାଇଥିଲୁ, ହେଠି ରଖ କହୁଥିଲେ, କିନ୍ତୁ ଆମର ଘଟଗାଁ ମାଙ୍କ ପାଖରେ ଏଠି ସାହାଯ୍ୟ ମିଳୁଛି। ଆପଣଙ୍କ ଘର ଏଇଠି? ହଁ, ଆମ ଗାଁ ଏଇ ପାଖରେ। ଆଉ ଗୋଟେ ଜିନିଷ କହିବି, ଆମେ ବି ଗାଡି ବି ଏଠି ପାର୍କିଂ କରିଦେଲୁ। ଆଉ ସବୁଠୁ ବଡ କଥା, ଯଦି ପାର୍କିଂ କରିବେ ତାଙ୍କ ପାଖରୁ କିଛି ଭୋଗ ନେଇକିରି ମାଙ୍କ ପାଇଁ ଯିବେ। ସେତିକି ଯାହା ତ କରିବେ। ଯାଉ କିନ୍ତୁ ଏତିକି ଧନ୍ୟବାଦ ଦବୁ ଭାଇକି, ଗାଡି ଭଲରେ ପାର୍କିଂ ହେଇଗଲା, ତା ସହିତ ଭୋଗ ବି ଆମେ ତ ଯୋଉଠି ବି ହେଲେ ଗାଡି ପାର୍କିଂ କରି ଭୋଗ ବି କିଣିଥାନ୍ତୁ ନା କଣ ଭାଇ? ନଡ଼ିଆ କେତେ କଣ ରହୁଛି ସବୁ? ନଡ଼ିଆ 30, 25, 18। 18, 25, 30 ନାଇଁ କି? ଏ ନଡ଼ିଆ ସବୁ ଏତେ ନଡ଼ିଆ ସବୁ ଆସୁଛି କୋଉଠୁ? ତାମିଲନାଡୁ। ତାମିଲନାଡୁରୁ। ଭାଇ 25 ଟଙ୍କିଆ ନଡ଼ିଆ 4ଟା ଦେଇଦିଅ। 25 ଟଙ୍କା କୋଉଟା? ଏଇଟା ଓ ଏଇଟା ହେଲା 25 ଟଙ୍କା, ଏଇଟା ହଉଛି 30, ସେଇଟା ହେଲା 40। ଏଇଟା 18। ଓ ଏଇଟା 18, ଏଇଟା ହଉଛି 25। ଏଇ 25 ଟଙ୍କିଆ 4ଟା ଦେଇଦିଅ। ଶୁଣନ୍ତୁ, 4ଟା ନଡ଼ିଆ ଗୋଟେ ଜରିରେ ପୁରେଇବେ, ଜରି ଆଲାଉ ନାହିଁ। ଓ ମନ୍ଦିରକୁ ଜରି ଆଲାଉ ନାହିଁ। ଯାଉ, ଇଏ ତ ଗୋଟେ ଭଲ ପଦକ୍ଷେପ ନେଇଛନ୍ତି। ମନ୍ଦିରକୁ ଜରିଏ ଲାଗୁନି। ଏ ଡାଲା କଣ, ଯିଏ ଧର ଯୋଉ ନେଲେ ସେ ଡାଲା କଣ ନେଇଯିବେ ନା ପୁଣି ଓ ଆଣିକି ଫେରେଇବେ ନାଇଁ? ଡାଲା ସବୁ କଣ କଣ ରହିଲା ସବୁ? ସିନ୍ଦୁର, ଧୂପ, ନଡ଼ିଆ ରହିଲା। ତାପରେ ଚାଉଳ, ଏଇଟା କଣ ଦେଲେ? ଗୁଆର ଚାଉଳ, ଗୁଆ ଅରୁଆ ଚାଉଳ। ତାପରେ ଶଙ୍ଖା ଆସିଲା। ଦୀପ କେତେ ଦେବା ଆଜ୍ଞା? କଣ କହିଲେ? ଦୀପ ଦୀପ 2 ଜଣ 2ଟା ଦିଅ। ମାନେ ମାଙ୍କର ଇଏ ସବୁ ଜିନିଷ ମାନେ ନିହାତି ଜରୁରୀ ଜିନିଷ। ପୂଜା ଜିନିଷ ପୂଜା ଜିନିଷ। ଯେମିତି ଆମେ ଯାଇଥିଲୁ ଭୋଜବାଣୀ ପାଖକୁ, ସେଠି ସେମିତି ମାନେ ଘୋଡ଼ା ଦିଅନ୍ତି କମ୍ପଲସରି, ପୂଜା କଲେ ଘୋଡ଼ା। ଆଉ ଏଇଟା ରହିଲା ମାଙ୍କର ପ୍ରିୟ ମାଟି ଘୋଡ଼ା। ମାଟି ଘୋଡ଼ା ଭାଇନା କେତେ ଟଙ୍କା ରହୁଛି? ତାପରେ ଦୀପ ଟିକେ ଅଧିକା ନବ ସାର୍। ହଁ, ଅନ୍ୟ ଉପରେ ନିର୍ଭର କରେ। ଏଇଟା ରହିଲା ଆମର ପୁରା ମା ତାରିଣୀଙ୍କ ପାଇଁ ସଜା ହେଇଥିବା ପୁରା ଡାଲା। ଆଉ ଇଏ ରହିଲା ମା ତାରିଣୀଙ୍କ ମୁଖ୍ୟ ଦ୍ୱାର। ଭିଡ଼ ବି ପ୍ରବଳ ଭିଡ଼, ବଢିଆ ସୁନ୍ଦର ହେଇଯାଇଛି। ମାନେ ଭିଡ଼ ଦେଖନ୍ତୁ, ବାପରେ। ମେନ୍ ଦ୍ୱାରଟା ବନ୍ଦ କରିଦେଇଛନ୍ତି, ଆଉ ମୁଖ୍ୟ ଦ୍ୱାରଟା ବନ୍ଦ ଅଛି। ତାପରେ ଏଇଟା ପଛ ଦ୍ୱାର ରହୁଛି ମାଙ୍କର। ଗେଟ୍ ନମ୍ବର 3।
ଜୟ ମା ତାରିଣୀ ନନା ଜୟ ମା ତାରିଣୀ। କେମିତି ଅଛନ୍ତି? ଭଲ ଭଲ। ଆପଣ ନାଁ କୁହନ୍ତୁ। ମୋ ନାଁ ପ୍ରଦୀପ କୁମାର ଦେହୁରୀ, ମତେ ସମସ୍ତେ ବାବୁ ନନା ବୋଲି ଜାଣନ୍ତି। ମାନେ ଆପଣ ମାଙ୍କର ସେବା କେବେଠାରୁ କରି ଆସୁଛନ୍ତି? ମୁଁ ଆଜିକି 40 ବର୍ଷ ହେଲାଣି ସେବା କରୁଛି ମାଙ୍କର, 12 ବର୍ଷ ବୟସରୁ। 12 ବର୍ଷ ବୟସରୁ? ହଁ, ବହୁତ ବାପରେ। କରୁଛି। ହଁ ହଁ ହଁ। ମାନେ ଆପଣଙ୍କ ଅନୁଭୂତିରେ ମା ତାରିଣୀ କୁହନ୍ତୁ। ସେ ଅନୁଭୂତି ତ କହିଲେ ଅନେକ ହବ କଥା ହେଲା କି। ଆଜ୍ଞା। ଆଉ ମାଙ୍କ ବାବଦରେ ମୁଁ କହୁଛି, ଆଜିକୁ ମାନେ କିମ୍ବଦନ୍ତୀ ଅନୁସାରେ ହଁ ହଁ ଆଜିକୁ 545 ବର୍ଷ ହେଲାଣି ମା ଘଟଗାଁରେ ଅବସ୍ଥାପିତ ହେଇଥିଲେ। ଆଜ୍ଞା। ତା ପୂର୍ବରୁ ମା ଲଙ୍କ ଦେବୀ ହିସାବରେ ଥିଲେ, ଯେ ରାବଣ ପୂଜା କରୁଥିଲେ। ରାବଣ ଯୋଉ ମାଙ୍କୁ ସେବା କରି ବଳିଆରେ ହେଇଥିଲେ, ସ୍ୱର୍ଗକୁ ସିଡ଼ି ବାନ୍ଧିଥିଲେ। ଆଜ୍ଞା। ରାବଣଙ୍କର ଗର୍ବ ଅହଙ୍କାର ଭାବ ବଢିବାରୁ ତାଙ୍କ ନିଧନ ପରେ ଆଜ୍ଞା ମା ପୁଣି ଆସିଲେ କୋଉ ନା ଆମର କାଞ୍ଚି ରାଜ୍ୟ। ଆଜ୍ଞା। କାଞ୍ଚି ରାଜ୍ୟରେ ସାଲୁଅ ନରସିଂହ ଦେବ ସିଏ ମଧ୍ୟ ମାଙ୍କୁ ସେବା କରୁଥିଲେ, ପୂଜା କରୁଥିଲେ ଏବଂ ମାଙ୍କ ବଳରେ ସିଏ ସମଗ୍ର ଭୂଖଣ୍ଡରେ ମହାରାଜ ବନିଥିଲେ। ଆଜ୍ଞା। ଯେତେବେଳେ ଆମ ପୁରୀର ଯୁବରାଜ ପୁରୁଷୋତ୍ତମ ଦେବ କାଞ୍ଚି ରାଜା ଝିଅ ପଦ୍ମାବତୀକୁ ବିବାହ କରିବା ପାଇଁ ଚାହିଁଥିଲେ, ଆଜ୍ଞା। ଆଉ କାଞ୍ଚି ରାଜା ସାଲୁଅ ନରସିଂହ ଦେବ ଅପମାନିତ କରିଥିଲେ। ଏହାପରେ ଦୁଇଥର ଯୁଦ୍ଧରେ ମଧ୍ୟ ଆମର ପୁରୀର ଯେଉଁ ଯୁବରାଜ ପୁରୁଷୋତ୍ତମ ଦେବ ହାରିଥିଲେ। ତାପରେ ଜଗନ୍ନାଥଙ୍କ ପାଖରେ ସେ ତ୍ରାହି ପଡ଼ିଥିଲେ। ଜଗନ୍ନାଥଙ୍କ ପ୍ରସନ୍ନ ହେଲା ଯେ ତୋ ରାଜ୍ୟରେ ଜଣେ ଯୁବକ ଅଛନ୍ତି, ତାଙ୍କୁ ଚିହ୍ନଟ କଲେ ତୁମେ এই ଯୁଦ୍ଧରେ ଜୟଯୁକ୍ତ ହେବ। ଲାଗୁଛି ନୂଆ ବର୍ଷ ପାଇଁ ଏ ବ୍ୟବସ୍ଥା ହେଇଛି, ଭୋଗ ଲଗାଇବା ପାଇଁ ଧାଡ଼ି ବ୍ୟବସ୍ଥା ହେଇଛି। ଚାଲ ଚାଲ ଚାଲ, ବଢିଆ ସୁନ୍ଦର ଲାଗୁଛି। ଲୋକ ଢାଲା ମୁଣ୍ଡେଇକିରି ଯୋଉ ଆସୁଛନ୍ତି। ଆଜି ନୂଆ ବର୍ଷରେ ମାଙ୍କ ବଡ ଦାଣ୍ଡ ପୁରା ଜନ ସମୁଦ୍ର, ଯୁଆଡେ ଦେଖନ୍ତୁ ମାନେ ଖାଲି ଲୋକ। ମାନେ ଗୋଟେ ଜିନିଷ କଣ କହିଲେ, ମତେ ଲାଗୁଛି ନୂଆ ବର୍ଷ ପାଇଁ, କାହିଁକି ନା ପୂର୍ବରୁ ମୁଁ 2 ବର୍ଷ ତଳେ ଆସିଥିଲି, ଏତେ ବି ଭିଡ ହେଇନଥିଲା। ଆଉ ସବୁଠୁ ବଡ କଥା କଣ କହିଲେ, ଆମେ ବି 3 ମାସ ହେଲାଣି ଭିଡିଓ କରିନଥିଲୁ, ଯେହେତୁ ୟୁଟ୍ୟୁବରେ ଫାଷ୍ଟ ଭିଡିଓ ମାଙ୍କ ପାଖରୁ ଆରମ୍ଭ କଲୁ। ଆଉ ସେଥିପାଇଁ ଆଉ ସବୁଠୁ ବଡ କଥା କଣ, ବୋଉର ମାନସିକ ଥିଲା 4ଟା ନଡିଆ, ସେଇଟା ବି ଆଣିକି ଆସିଛୁ। ଏଇଟା ଦେଖନ୍ତୁ ରହିଲା ଟିକେଟ କାଉଣ୍ଟର, ସମୟ 10ଟା 15 ଠାରୁ ଆରମ୍ଭ। ପ୍ରସାଦ କେତେ ଟଙ୍କା ରହୁଛି? ଖାଇଲେ 70, ପାର୍ସଲ ନେଲେ 80 ଟଙ୍କା। ଆମର ଗୋଟେ ଖାଇବା ପାଇଁ ଦେଇ ଦିଅନ୍ତୁ। ହଁ ହଁ, ଜଣେ ଜଣେ। ମାଙ୍କର ଯୋଉ ଅନ୍ନପ୍ରସାଦ ରହୁଛି, ଏଇଟା ରହିଲା ତା ଟୁକନଟା। ମା ତାରିଣୀ ଅନ୍ନପ୍ରସାଦ 70 ଟଙ୍କା ରହୁଛି। ଆଉ ଏଇଟା ମନ୍ଦିର ଟ୍ରଷ୍ଟ ତରଫରୁ କରାହଉଛି। ଭାଇ ଭଲ ଅଛନ୍ତି? ନମସ୍କାର, ଜୟ ମା ତାରିଣୀ। କଣ କଣ ଏସବୁ ପ୍ରସାଦରେ ହେଇଛି? ଆଜ୍ଞା, ଆଜି ରହୁଛି ଖିଚୁଡ଼ି ରହୁଛି, ମିଠା ପୋଲ ରହୁଛି, ସାଧା ଅନ୍ନ ରହୁଛି, ଡାଲମା ରହୁଛି, ତରକାରୀ ରହୁଛି, ଖଟା ରହୁଛି। ଆଉ ଏଇଟା ରହିଲା ଆମର ଡାଲମା। ଆଜ୍ଞା, ଡାଲମା ହଣ୍ଡାଟା ଦେଖନ୍ତୁ, ମାନେ ଇଏ ପ୍ରଥମ ମାଙ୍କ ପାଖରେ ଭୋଗ ଲାଗିବ। ଆଜ୍ଞା, ପ୍ରଥମ ଲାଗୁଛି 10ଟା 15 ଆଜ୍ଞା ଲାଗୁଛି, ତାପରେ ଆଜ୍ଞା ଭକ୍ତ ମାନଙ୍କୁ ଦିଆଯାଉଛି। କଣ କଣ ଅଛି ଆଉ ସବୁ ଦେଖେଇଦେବେ? ଯେମିତି ଡାଲମା ରହିଲା, ଏଠି ଆଜ୍ଞା ସାଧା ଭାତ ରହୁଛି। ଆଉ ଏଠି ଆମର ଆଜ୍ଞା ନନା ବସିଛନ୍ତି। ଆମେ ଟିକେ କହିଦିଅନ୍ତୁ କଣ କଣ ରହିଲା। ରହିବ ଆମର ଏଇଟା ହଉଛି ସାଧା ଘାଣ୍ଟଟା ରହିଲା ଆମର, ନାଇଁ କି? ମିକ୍ସ ଭେଜ ବି କହିପାରିବେ। ଆଉ ତାପରେ ଏଇଟା ଆମର ଖଟା ରହିବ, ଆମ୍ବ ଖଟା। ଆମ୍ବ ଖଟାଟା। ଆଜ୍ଞା। ତାପରେ ଖେଚୁଡ଼ି ରହିବ। ଏଇଟା ଆମର ରହିଲା ଖେଚୁଡ଼ିଟା। ମାଙ୍କର ସବୁଠୁ ପ୍ରିୟ କୋଉଟା? ଖିଚୁଡ଼ି, ମୁଗ ଖିଚୁଡ଼ି। ଖେଚୁଡ଼ି ଭୋଗଟା। ତାପରେ ଆଉ ସବୁ ରହିଲା, এটা সরিগলে খেজুরটা, এটা মিঠা কানিকা। এটা মিঠা কানিকাটা ରହିଲା, ନାଇଁ? ଆଉ ଚେରି ହରିଆ ବି ପଡିଛି ସବୁ। ଆଉ ଏଇଟା ଆମର କ୍ଷୀରି ରହିଲା। କୋଉ ଭଳିଆ ଭିଡ ଦେଖନ୍ତୁ, ବାପରେ। ଆଉ ଏଇଟା କୋଉ ମନ୍ଦିର ରହିଲା? ମା ତାରିଣୀଙ୍କ ପାଖରେ ଥିବା ଏଇ ମନ୍ଦିରଟା, ଯୋଉଟା କି ଅଧାଗଢା ଅଛି, ଏଇଟା କି ମନ୍ଦିର? ଏଇଟା ଆପଣ କମେଣ୍ଟରେ କହିବେ। ଭିତରକୁ ତ ମୋବାଇଲ ଆଲାଉ ନାହିଁ, ଏଇଠୁ ମାଙ୍କୁ ଦର୍ଶନ କରନ୍ତୁ। ଏଇଟା ରହିଲା ଭିତର ବେଢା ମାଙ୍କର। ଆଉ ସବୁଠୁ ବଡ କଥା ଦେଖନ୍ତୁ, ପାଣି ଟାଙ୍କିଟା କେଡେ ସୁନ୍ଦର କିରି କରିଛନ୍ତି କଳସୀରେ। କେମିତି କଣ ଲାଗୁଛି ମାଙ୍କ ମନ୍ଦିରକୁ ଆସି? ମାନେ ବହୁତ ଦିନ ପରେ ଆମେ ଆସିଛୁ, ଯେ କି ମାନେ ମୁଁ ଆସିଥିଲି ତ ବହୁତ ଦିନ ହେଇଗଲାଣି, କିନ୍ତୁ ଆଜି ଫଟୋଟା ବି ଉଠେଇଲୁ ମାଙ୍କ ପାଖରେ।
କେମିତି ଲାଗୁଛି କହିବେ? ବଢିଆ ଫଟୋଟା ଫଟୋଟା ଦେଖନ୍ତୁ। କିନ୍ତୁ ଉଠିଛି କିନ୍ତୁ ଆଉ ଏଇଟା ସବୁଠୁ ବଡ କଥା ମୁଁ ଆପଣଙ୍କୁ କହିଦଉଛି, ଏଇ ଯୋଉ ଫଟୋ ଉଠିଛି ଦେଖେଇଲୁ, ଏଇ ଫଟୋଟା ଦାସ ଭାଇନା ଯୋଉ ନୂଆ ୟୁଟ୍ୟୁବ ଚ୍ୟାନେଲ ଆମେ ଖୋଲିବୁ ନା, ସେଇଠାରେ ଏଇଟା ରହିବ ମେନ୍ ଡିପିଟା ରହିବ। ଦେଖେଇଲୁ, ଏଇଟା ରହିବ ଡିପିଟା। ଆପଣ ମାନେ ଦେଖିଥାନ୍ତୁ ଆଉ ନିଶ୍ଚୟ ମନେ କରି ସବସ୍କ୍ରାଇବ ଟା କରିବେ। ପୁରୁଷୋତ୍ତମ ତମ କହିଲେ ଯେ ହଁ। ମୁଁ ଚିହ୍ନଟ ଆସନ୍ତୁ। କରିବି କେମିତି? ଆଜ୍ଞା ଆଉ ଜଗନ୍ନାଥ ମହାପ୍ରଭୁ କହିଲେ ଆଜ୍ଞା ଆଉ ଦେଖ ଜଣେ ଯୋଉ ଯୁବକ ଜଣକ ଅଛନ୍ତି ହଁ ହଁ ସେ ଯୋଉ ଘରେ ରହୁଛନ୍ତି ଆଉ ତାଙ୍କ ଘର ଦ୍ୱାର ମୁହଁରେ ଏକ ଫୁଲ ଝଣ୍ଡା ଝୁଲୁଥିବ। ହଁ ଆଉ ରଜା ତାଙ୍କ ଡଗର ପଠେଇକି ଆଜ୍ଞା। ତାକୁ ଖୋଜିବାର ଲାଗିଲେ। ହଁ ହଁ ଖୋଜିଲା ପରେ ସେ ଫୁଲ ଝଣ୍ଡା ଧରିକି ଘରେ ପାଇଲେ। ହଁ ପାଇଲା ପରେ ଯୋଉ ଯୁବକକୁ ପାଇଲେ ଆଜ୍ଞା। ସିଏ ଆମ କେନ୍ଦୁଝର ଯୁବରାଜ କେନ୍ଦୁଝରର ଯୁବରାଜ। ତାପରେ ଜୟ ଗୋବିନ୍ଦ ଭଞ୍ଜ। ତାଙ୍କ ନାଁ ବାପରେ। ଗୋବିନ୍ଦ ଭଞ୍ଜ, ତାଙ୍କ ପ୍ରକୃତ ହଁ। ନାମ ହଉଛି ଜୟ ଗୋବିନ୍ଦ ଭଞ୍ଜ। ବାପରେ ଆଜ୍ଞା ଆଉ ସେ ଯୋଉ କାଞ୍ଚି ଯୁଦ୍ଧରେ ହଁ ଜୟ ଗୋବିନ୍ଦ ଭଞ୍ଜ ସେନାପତି ହେଇକି ଗଲେ। ଆଜ୍ଞା ହେଲା ପରେ ସାଲ୍ବ ନରସିଂହ ଦେବଙ୍କୁ ଆଜ୍ଞା ସେଠି ପରାସ୍ତ କଲେ। ଆଜ୍ଞା ତାପରେ ପଦ୍ମାବତୀକୁ ଆଣିକି ପୁରୀକି ଆସିଲେ। ଆଜ୍ଞା ହେଲା ପରେ ତାଙ୍କର ଦୁନିଆ ରକମ ଥିଲା ଯୋଉ ଚଣ୍ଡାଳ ଫଣ୍ଡାଳ କହିଥିଲେ ବାହା କରିବା ପାଇଁ। ହଁ ହଁ ଆଉ ଠିକ ରଥଯାତ୍ରା ଦିନ ଯେତେବେଳେ ଚଣ୍ଡାଳ କର୍ମ କଲା ଭଳିଆ ଝାଡୁ ମାରୁଥିଲେ ରାଜା, ଆଜ୍ଞା ସେଇ ସମୟରେ ମନ୍ତ୍ରୀ ଆଣି ତାଙ୍କୁ ବିବାହ କରିଥିଲେ। ହଁ। ଇଏ ଆମର ରହିଲା ମା ତାରିଣୀଙ୍କ ପ୍ରସାଦ ଖଳା। ସମସ୍ତେ ବସି ପ୍ରସାଦର ମଜା ନେଉଛନ୍ତି। ଆଉ ସବୁଠୁ ବଡ଼ କଥା ଶାଳପତ୍ର ଆଉ ଖଲିପତ୍ର ସେ ଖାଇବାକୁ ଦଉଛନ୍ତି। ଆଉ ଗୋଟେ ଜିନିଷ ମୁଁ ଆପଣଙ୍କୁ ଦେଖୁଛି, ଭିତରର ଦୃଶ୍ୟ ଦେଖିଲେ ବାହାରଟା ଦେଖନ୍ତୁ କେତେ ଭିଡ଼, ଯୁଆଡ଼େ ଅନେଇବେ ଜନସମୁଦ୍ର। ସ୍ପେଶିଆଲି ନୂଆ ବର୍ଷ ପାଇଁ ମାଙ୍କର ଏତେ ଭିଡ଼। ତାଙ୍କା ଦେଖୁଛନ୍ତି। ଆଗରୁ କେମିତି ଥିଲା ମାଙ୍କ ମନ୍ଦିର? ମୋ ଦେଖନ୍ତରେ ହଁ ସେ ହଁ ଗଛ ଥିଲା, ଆଜ୍ଞା ଗଛରେ ଗୋଟେ ଚାନ୍ଦୁଆ ବାନ୍ଧା ଯାଉଥିଲା। ହଁ ହଁ ହଁ। ସେ ଚାନ୍ଦୁଆ ତଳେ ମା ସେବା ପୂଜା ପାଉଥିଲେ। ବାପରେ, ମାନେ କେତେ ବଡ କଥା ଦେଖନ୍ତୁ, ମାନେ ମା ତାରିଣୀ ଗୋଟେ ଗଛ ମୂଳରେ ଆଜ୍ଞା। ଚାନ୍ଦୁଆ ତଳେ ପୂଜା ପାଉଥିଲେ। ତାପରେ ଯେତେବେଳେ ଟ୍ରଷ୍ଟ ବୋର୍ଡ ଗଠନ ହେଲା, ଆଉ ସେ ଟ୍ରଷ୍ଟ ବୋର୍ଡ ଗଠନ ହେଲା ପରେ 4ଟା ଖୁମ୍ବ ଉଠେଇକି ଗୋଟେ ମନ୍ଦିର ନିର୍ମାଣ କରାଗଲା। କିନ୍ତୁ ଗୋଟେ ଜିନିଷ ମୁଁ କହିବି, ଆମେ ଯୋଉ ଦ୍ୱାର ଦେଖୁଛେ ପ୍ରବେଶ ଦ୍ୱାର, ହଁ। ସିଏ ହଉଛି କେବଳ ଦ୍ୱାରଟା, କିନ୍ତୁ ମାଙ୍କ ମନ୍ଦିର ହଉଛି ଭିତରେ କେବଳ। ନା ସେଟା ଦ୍ୱାର ନଥିଲା। ହଁ ହଁ ହଁ। ଦ୍ୱାର ହଉଛି ପ୍ରକୃତ ଦ୍ୱାର ପଶ୍ଚିମ ଦ୍ୱାର ଯୋଉଟା, ଏଇଟା ମାଙ୍କୁ ପୂଜା କରିବା ପାଇଁ ଓ ଆସୁଥିଲେ। ଏଇଟା ହଉଛି ମୁଖ୍ୟ, ମାନେ ମୁଖ୍ୟ ଯୋଉଟା ଦ୍ୱାର। ଆରମ୍ଭରୁ ଅଛି। ଆଗରେ କଣ ହଉଥିଲା ନା ଆମ ବଂଶଧର ଆସୁଥିଲେ, ଆମ ଏଇ ରାସ୍ତା ଦେଇକି ଆସୁଥିଲେ। ହଁ ଏଇ ରାସ୍ତା ଦେଇକି ଏଇଠି ଆସି ପୂଜା କରୁଥିଲେ ମାଙ୍କର। ସକାଳେ ଯୋଉ ନୀତି ପୂଜା କୁହାଯାଏ ଏବେ ବି ଚାଲୁଛି। ସକାଳେ ନୀତି ପୂଜା ନୀତିକାନ୍ତି ଯୋଉ କରୁଛନ୍ତି, ନୀତି ପୂଜା ହଉଛି, ମଙ୍ଗଳ ଆଳତି ହଉଛି, ସେ ପୂଜାଟା ଏଇଠି ହଉଥିଲା। ମାଙ୍କ ପାଖରେ ଯୋଉ ପ୍ରସାଦ ଭୋଗ ଲାଗୁଛି ହଁ ହଁ ଅତ୍ୟନ୍ତ ରୁଚନୀୟ ଖାଦ୍ୟ। ଏହା ସମସ୍ତଙ୍କ ମନକୁ ରୁଚିଲା ଭଳି ଖାଇବା ଜିନିଷ। ଆଉ ଆପଣ କୋଉଠୁ ଆସିଥିଲେ? ମୁଁ ଭଦ୍ରକରୁ ଆସିଛି। ଭଦ୍ରକରୁ? ବାପରେ, ନା ଆଗରୁ ଏଠି ମାଙ୍କ ପ୍ରସାଦ ପାଇଥିଲେ ନା ପ୍ରଥମ? ପାଇଥିଲି, ଆଗରୁ ପାଇଥିଲି, କିନ୍ତୁ ତାଠୁ ବରଂ ଟିକେ ଉନ୍ନତ ଧରଣର ଏ ଖାଦ୍ୟଟା ଆମକୁ ନା ଆଜି କଣ ଡୋରି ଲାଗିଲା ମାଙ୍କର? ନୂଆ ବର୍ଷ ପାଇଁ ଆଉ ଜୀବନ ରହିବ କି ନାହିଁ, ହଁ ହଁ। ମାଙ୍କ ପାଖରେ ଟିକେ ବୁଲିବାକୁ ଇଚ୍ଛା ହେଲା, ଶେଷ ଇଚ୍ଛା। ନନା, ଆଜ୍ଞା। ଆମେ ଶୁଣିଛୁ ମା ତାରିଣୀଙ୍କର କୁଆଡେ ବ୍ରାହ୍ମଣ ମାନେ ପୂଜା କରନ୍ତିନି ମା ତାରିଣୀକି, ତାଙ୍କୁ କୁଆଡେ ଦେହୁରୀ ମାନେ ପୂଜା କରନ୍ତି। ଆ ପଛରେ କଣ ତାତ୍ପର୍ଯ୍ୟ ରହିଛି? ତାତ୍ପର୍ଯ୍ୟ ତ ସେମିତି ନାହିଁ, ମୋ ଅନୁଭୂତିରେ ମୁଁ କହିବି ମାଙ୍କର ନୀତିକାନ୍ତିକୁ ରୀତିମତ ଠିକ ଭାବରେ କରିବା ପାଇଁ ହଁ, ହଁ। ସିଏ ଆମ ଦେହୁରୀ ଜାତିକି ଚୟନ କରିଛନ୍ତି। ରାଜା ଚୟନ କରିଛନ୍ତି, ରାଜା ଚୟନ କରିଛନ୍ତି ମାଙ୍କ ନିର୍ଦ୍ଦେଶ କ୍ରମେ। ମା ସ୍ୱପ୍ନାହତ କରିଛନ୍ତି ରାଜାଙ୍କୁ ଯେ ମତେ ଦେହୁରୀ ମାନେ ପୂଜା ପୂଜା କରିବେ, କରିବେ। ଓ ସେଥିପାଇଁ ପୂଜା କରୁଛନ୍ତି ଦେହୁରୀ ଆମ ମାନେ। ଘର ବି ଏଠି ନାହିଁ। ଆଜ୍ଞା। ଆମେ ବି ଏଠି ମାଙ୍କ ସହିତ ଆଣିକି ଆମ ଘର ସେ କାନ୍ତି କହୁଛନ୍ତି ଯୋଉଟା କାନ୍ତି ରାଜ୍ୟ। ଓ ଆପଣଙ୍କ ପୂର୍ବଜ ଯୋଉମାନେ ରହିଲେ ବଂଶଜ ମାନେ, ହଁ। ସେମାନେ ହଉଛନ୍ତି କାଞ୍ଚିର। ସେ ବଂଶଧରଟାକୁ ଏଇଠି ଆଣି ଅବସ୍ଥାପିତ କରିଥିଲେ। ଆରେ ବାବା, ରଜା ଆଣିକି ଏଠି ଆମକୁ ଘର ଦ୍ୱାର ଜମି ବାଡି ଦେଇଛନ୍ତି। ଏଠି ଆମର ଦରମା ପତ୍ର ବି ନାହିଁ। ଆପଣ ମାନେ ଆସୁଛନ୍ତି ମାଙ୍କର ଦର୍ଶନ ଭକ୍ତ କରୁଛନ୍ତି, ଯାହା ଦାନ କରୁଛନ୍ତି, ଆମକୁ ଯାହା ସେତାକୃତ କରୁଛନ୍ତି, ସେଇଟା ହିଁ ଆମର ପ୍ରାପ୍ୟ। ବାପରେ, ମାନେ ଗୋଟେ ଜିନିଷ ମୁଁ ଆପଣଙ୍କୁ କହିବି, ଆପଣ ଏଇଟା କହିବେ ଯେ ନନା ମାନେ ଲକ୍ଷ ଲକ୍ଷ ଟଙ୍କା ମାନେ ଇନକମ କରୁଛନ୍ତି, କିନ୍ତୁ ଗୋଟେ ଜିନିଷ ଭାବନ୍ତୁ, 40 ବର୍ଷ ତଳେ ଏତେ ଭକ୍ତ ଆସୁନଥିଲେ। ସେତେବେଳେ ଏମାନଙ୍କ ପୂର୍ବଜ ଯୋଉମାନେ ରହିଲେ କେତେ କଷ୍ଟ କରିଛନ୍ତି ଏ ଜାଗାକୁ ଆସିବା ପାଇଁ, ରାସ୍ତା ବି ନଥିବ। ଏଇଟା ସେ ମାନେ ଏଇ ବାଟ ଦେଇକି ରାସ୍ତା ଥିଲା। ଏଇ ମାନେ ପ୍ରାୟ 2 କିଲୋମିଟର ସେତେବେଳେ କଣ୍ଟା ଝଟା ଦୁନିଆ ଜଙ୍ଗଲ ଜାଗା ନା, ନଟି ଫଟି ଏଗୁଡା ଥିଲା, ଯୋଉ ଶିଆଳି ଲତା ଫତା ବିଭିନ୍ନ ପ୍ରକାର କଣ୍ଟା ଜାତୀୟ ବୃକ୍ଷ, ତେଣୁ ସେମାନେ ଗଳି ଗଳି ସେ ତଳେ ଆସୁଥିଲେ। ବାପରେ, ଏଠି ସଦାବେଳେ
ବାଘ ଭାଲୁ ସର୍ପ ଶଙ୍ଖ ଏଇ ସଦାବେଳେ ଆଭେଲେବଲ ରହୁଥିଲେ। ମଉସା ଜାଣିପାରୁଛନ୍ତି 2 ବର୍ଷ ତଳେ ଯୋଉ ଆସିଥିଲି ଆପଣ ଖାଇବା ପରସି ଦେଇଥିଲେ ଏଇଟା କଣ ଡାଲମା ଦଉଛନ୍ତି? ଆଜ୍ଞା ଆପଣ ଏଠି କେବେଠୁ ମାଙ୍କ ସେବା କରୁଛନ୍ତି? 15 ବର୍ଷ ହେଲାଣି ନାଇଁ? ମାନେ ଯୋଉ ପଛରେ ନଉଛନ୍ତି କିଛି ଚାର୍ଜେସ୍ ରହୁଛି ନା ଗୋଟେ ଥର ପଇସା ନଉଛନ୍ତି? ପଛରେ ଯାହା ନେଲେ ଫ୍ରି ରହୁଛି। ନନା ଆମେ ଶୁଣିଛୁ ମା ତାରିଣୀଙ୍କର ସବୁଠୁ ପ୍ରିୟ ହଉଛି ନଡିଆ, ଆଜ୍ଞା ତାପରେ କୁଆଡେ ପ୍ରିୟ ହଉଛି ଘୋଡା। ମାନେ କାହିଁ ଏତେ ମା ଘୋଡାକୁ ଭଲ ପାଆନ୍ତି? ଇଏ କଣ କି ଯେତେବେଳେ ପୁରୀରୁ କେନ୍ଦୁଝର ନେଇକି ଆମର ଗୋବିନ୍ଦ ଭଞ୍ଜ ଆସୁଥିଲେ ହଁ ହଁ ମା ଗୋଟିଏ ଘୋଡାରେ ଏବଂ ଗୋବିନ୍ଦ ଭଞ୍ଜା ଗୋଟିଏ ଘୋଡାରେ ଚଢିକି ଆସୁଥିଲେ। ବାପରେ ହେଲା କି? ତାପରେ କଳା ଧଳା ଘୋଡାରେ ଆସୁଥିଲେ। ହଁ 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 ମା ଆସୁଥିଲେ କଳା ଘୋଡାରେ, ଗୋବିନ୍ଦ ଭଞ୍ଜ ଆସୁଥିଲେ ଧଳା ଘୋଡାରେ। ସେଥିପାଇଁ ଆଗରେ କଳା ଘୋଡା ଆଉ ସେପଟରେ ଦେଖନ୍ତୁ ରହିଲା ଧଳା ଘୋଡା ନା କଣ? ତେଣୁ ମା ସଦାବେଳେ ଘୋଡାରେ ଯାତାୟାତ କରନ୍ତି। ନା ଆମେ ଯୋଉ ଗୀତରେ ଶୁଣିଛୁ ମା ଏବେ ବି କୁଆଡେ ଘୋଡା ଚଢିକିରି ଭ୍ରମଣ କରନ୍ତି। ହଁ ହଁ ଇଏ ସତ କଥା। ଏ କିଛି ବର୍ଷ ହେଲାଣି ସେ ବନ୍ଦ ହେଇଗଲାଣି। ଆଉ ଯୋଉ ସଂକ୍ରାନ୍ତି କଣ ସେ ଲୋକ କଥା ପୂର୍ବରୁ କଣ ଅଛି? ସଂକ୍ରାନ୍ତି ଅମାବାସ୍ୟାରେ ମା ଏ ଏରିଆର ସହିତ ଆମ ଗାଁକୁ ମଧ୍ୟ ମା ଯାଆନ୍ତି ଘୋଡାରେ ଚଢିକି। ଘୋଡାରେ ଚଢିକି ସେ ଧୁଣୁ ଧୁଣୁ ଶବ୍ଦ ହୁଏ ଆଉ ଚୁଆ ଚନ୍ଦନ ଧୂପ ଦୀପର ବାସ୍ନା ମଧ୍ୟ ହୁଏ। ଏଠି ଏଇ ଅଞ୍ଚଳର ଲୋକମାନେ କଥା ବି ସମସ୍ତେ ଜାଣନ୍ତି। ନନା ହଁ ଯୋଉ ଆମେ ଶୁଣିଛୁ ଯେ ଆଗ କୁଆଡେ ଦୁଆର ଶୁଣି ପୂଜା ହୁଅନ୍ତି ତାପରେ ମା ତାରିଣୀ, ଏଇଟା କଣ ଆକୁ ନେଇ କହିଲେ? ନାଇଁ ସେଟା ଜିନିଷଟା ଓଲଟା। ଆଗେ ମାଙ୍କର ସକାଳ ନୀତିକାନ୍ତି ହେଇସାରେ। ହୁଁ, ହୁଁ, ଏଠି ଯେତେବେଳେ ସଦାବେଳେ ମାନେ ହିଂସ୍ର ଜୀବ ଥାନ୍ତି ହଁ ହଁ ଆଉ ସରୀସୃପ ଥାନ୍ତି ହଁ ହଁ ଆଉ ଏଠିକି ଆସିବା ପାଇଁ ଯୋଉ ଥିଲା ବିଭିନ୍ନ ପ୍ରକାର କଣ୍ଟା ଜାତୀୟ ବୃକ୍ଷ ଆଉ ଆତଣ୍ଡି ଲଟି ହଁ। ଶିଆଳି ଲଟି ହୁଁ, ଏ ହୁଁ। ଲଟି ଭିତରେ ପଶିକି ଆସିପାରିବେନି। ଆମର ଯିଏ ପୂଜା କରି ଆସିଥିଲେ କୋଉଠି ଠିଆ ହେଇକି କୋଉଠି ଗୁରୁଣ୍ଡିକି ଏମିତିକି ଆସୁଥିଲେ ହେଲା କି? ଆଜ୍ଞା ତେଣୁ ଏଠି ସେ ସକାଳ ନୀତି କରିଦେଇକି ସେ ଦୁଆର ଶୁଣି ମନ୍ଦିରରେ ବସି ଯଜମାନ ଆସିଲେ ତାଙ୍କର ଭୋଗ କରନ୍ତି। ତା ସ୍ମୃତି ପାଇଁ ଆଜି ଭକ୍ତମାନେ ଯୋଉ ନଡିଆ ସବୁ ପଠଉଛନ୍ତି ସେଇ ନଡିଆଟା ଦୁଆର ଶୁଣି ମନ୍ଦିରରେ ପୂଜା ଯାଉଛି। ମାନେ ଭୋଗ ସବୁଠୁ କରାଯାଉଛି। ବଡ କଥା ହଉଛି ଯୋଉମାନେ ବି କହୁଛନ୍ତି ଆଗ ଦୁଆର ଶୁଣି ପୂଜା ହେଇଥାଏ, ମୁଁ ଆପଣଙ୍କୁ ଦେଖେଇ ଦଉଛି ଦୁଆର ଶୁଣି ମନ୍ଦିର ଦେଖନ୍ତୁ। ଆଉ ସବୁଠୁ ବଡ କଥା ମୁଁ ବି ଆପଣଙ୍କୁ ଗୋଟେ କଥା କହିଦଉଛି, ଯେବେ ବି ଆପଣ ଆସୁଛନ୍ତି ମା ତାରିଣୀଙ୍କ ମନ୍ଦିରକୁ ଆକ୍ଚୁଆଲି ଏଇଟା ହଉଛି ମାଙ୍କର ମୁଖ୍ୟ ଦ୍ୱାର ନାଇଁ କି? ଆଗରୁ ଥିଲା ପୂର୍ବରୁ ମାନେ ପୂର୍ବରୁ ଦେଖନ୍ତୁ ସେଠି ରହିଲା ଦୁଆର ଶୁଣି ମନ୍ଦିର। ଯେତେବେଳେ ବ୍ରାହ୍ମଣ ମାନେ ଆସନ୍ତି ଦୁଆର ଶୁଣିରେ ପୂଜା କରନ୍ତି, ତାପରେ ମା ତାରିଣୀଙ୍କ ପାଖକୁ ଆସନ୍ତି। ଏଥିପାଇଁ ଯେ ମା ଆମକୁ ସାହସ ଦିଅନ୍ତୁ। ଦୁଆର ଶୁଣି ମା ସାହସ ମାଗନ୍ତି ଯେ ମା କଣ୍ଟା ଝଣ୍ଟା ଜୀବଜନ୍ତୁ ଆମକୁ ରକ୍ଷା କର ନା ନାଇଁ? ଆଉ ଏବେ ଆମର ଆସିଗଲା ମା ତାରିଣୀଙ୍କ ମାନେ ଭୋଗ ପ୍ରସାଦ କୁହାଯିବ। ତ ଫାଷ୍ଟ ତ ମୁଁ ଆପଣଙ୍କୁ କହିଦେଉଛି ଏଇଟା ଷୋଲ ପତ୍ରରେ ଦିଆ ହୁଏ ନା, ଏଇଟା ଶାଳ ପତ୍ରରେ ଦିଆହେଉଛି। ତ ଯେହେତୁ ଆମେ ଆଣିଛୁ ଢାଳି ହେଇଯିବ ଷୋଲ ପତ୍ର ସେଥିପାଇଁ ଆଣିଛୁ। ତ କ'ଣ ରହୁଛି ଭୋଗ ମୁଁ ଆପଣଙ୍କୁ କହିଦେଉଛି। ଏଇଟା ରହୁଛି ଖେଚୁଡ଼ି ରହୁଛି, ଏଇଟା ସାଧାରଣ ରହୁଛି, ଏଇଟା ରହୁଛି କାନିକା ରହୁଛି, ଏଇଟା ଖଟା ରହୁଛି, ଏଇଟା ଡାଲମା ରହୁଛି, କ୍ଷୀରି ରହୁଛି। ତବେ ପ୍ରସାଦ ଟେଷ୍ଟ କରିବା। ଫାଷ୍ଟ ଖେଚୁଡ଼ି ତାର ଖେଚୁଡ଼ିରୁ ମୋର କାନିକାରୁ ମାନେ ଗୋଟେ ଜିନିଷ କ'ଣ ବସିକି ଖାଇଲେ ଟିକେ ଭଲ ଲାଗେ। ଯେହେତୁ ମାନେ କ'ଣ କହିଲେ ପ୍ରସାଦ ବସିକି ମାନେ ଖାଇବେ ଭିଡ ଦେଖନ୍ତୁ ଆଗ, ମାନେ ଏ ଭିଡରେ ଆପଣ କେବେ ବି ବସିକିରି ଖାଇପାରିବେନି, ବୁଝିପାରିଲେ? ଆମେ ଅପେକ୍ଷା କରିବାକୁ ପଡିଥାନ୍ତା। ତ ଆମେ ଯେହେତୁ ଭୁବନେଶ୍ୱର ଯିବୁ ନା ଲେଟ୍ ହେଇଯିବ ଅଧିକ। ଶାନ୍ତି ଶାନ୍ତି। ସକାଳୁ କିଛି ଖାଇନୁ, ମାନେ 7:30ଟାରୁ ଘରୁ ବାହାରିଲୁଣି। ଆମ୍ବ ଖଟା କିନ୍ତୁ ବହୁତ ବଢିଆ ଲାଗୁଛି। ମା ତାରିଣୀଙ୍କର ପ୍ରିୟ ହଉଛି ଖେଚୁଡ଼ିଟା। ମାନେ ରାଜା ଯୋଉ ଥିଲେ ସେ କହିଥିଲେ କ'ଣ ନା ଯଦି ଯୋଉ ଭକ୍ତ ଆସୁଛନ୍ତି ତ ସେ ଭକ୍ତ କେବଳ ଶାଳ ପତ୍ର ହିଁ ଖାଇବାକୁ ଦିଆହବ, ପ୍ରସାଦ ଦିଆହବ। ତ ଷୋଲ ପତ୍ରଟା ଆମେ ଆଣିବା କଥା ନୁହେଁ, ଯେହେତୁ ଆମେ ଢାଳି ହେଇଯିବ ତ ସେଥିପାଇଁ ଷୋଲ ପତ୍ର ଆମେ ଆଣିଛୁ। ସତରେ ମାନେ ଠାକୁରଙ୍କ ପାଖରେ ପ୍ରସାଦ ତ ଲାଗିଯିବ ନା ମାଙ୍କ ପାଖରେ, ସେ ଭୋଗର ମାନେ ପ୍ରସାଦର ସ୍ୱାଦ ଆହୁରି 10 ଗୁଣା ବଢିଯିବ। 10 100ରୁ 100 ବଢିଯିବ। ଆଉ ଆପଣମାନେ ଯଦି ମା ତାରିଣୀଙ୍କ ପ୍ରସାଦ ପାଇଛନ୍ତି ନିଶ୍ଚୟ କମେଣ୍ଟ କରିବେ। ମାନେ ଗୋଟେ ଜିନିଷ ଆପଣ ଯଦି ମନ୍ଦିର ଯାଉଛନ୍ତି, ଯୋଉ ତୀର୍ଥ ସ୍ଥାନକୁ ଯାଉଛନ୍ତି, ଯଦି ସେ ଜାଗାରେ ଠାକୁରଙ୍କୁ ଦର୍ଶନ କଲେ ତା ସହିତ ପ୍ରସାଦ ନ ପାଇବେ ନା ମାନେ ଗୋଟେ ଜିନିଷ ଅଧୁରା ରହିଯିବ। ଯଦି ପ୍ରସାଦ ପାଇଗଲେ ମାନେ ସେ ଦିନଟା ହିଁ ମାନେ ଗୋଟେ ଜିନିଷ ସ୍ମରଣୀୟ ହେଇ ରହିଯିବ ଯେ କି ମୁଁ ଠାକୁରଙ୍କ ପାଖକୁ ଯାଇଥିଲି, ଏତେ ଦୂରକୁ ଯାଇଥିଲି, ପ୍ରସାଦ ଟିକେ ପାଇଲି। ଆମେ ପ୍ରସାଦ ଦେଖି ଦିଅନ୍ତୁ, ପୁରା ପତ୍ର ଖାଲି କରିଦେଇଛୁ। କାହିଁକିନା ଆମେ ସବୁ ଭିଡ଼ିଓରେ ଗୋଟେ କଥା କହିଛୁ,
प्रसाद बेली जे पोचे खाईदबा आ होटल खाइबा बेली फोपाड़ दबा से कथा नुहे खाद्य नष्ट करंतुनी जोटा आमे दास बदस आरंभ रू कहिछु एबे भी कहूछु ମାନେ ଖାଇବା ହୋଟେଲ ନଷ୍ଟ ମାନେ କରନ୍ତୁନି। ହୋଟେଲ ହଉ କି ମନ୍ଦିର ହଉ କି ଯୋଉ ମାନେ ଯୋଉ ସ୍ଥାନରେ ହଉ घर रे भी ଖାଦ୍ୟ- खाइबा हो ବାସ୍ ଘରର ହଉ ଖାଦ୍ୟ କେବେ କୋଉ ନଷ୍ଟ କରିବେନି ଯୋଉଟା ମାନେ ଯେତିକି ଆବଶ୍ୟକ ସେତିକି ହିଁ ମାଗିବେ ତ ପୁରା ଆତ୍ମା ଶାନ୍ତି କରି ପେଟ ଭରିକି ଖାଇବେ। ଆଉ गोटे जिंस कहबी जदि भी आपण मां तारिणी को प्रसाद पाइचेंती निश्चय कमेंट रे कहिबे। ତ ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ ମାନେ ମାଙ୍କ ଦର୍ଶନ କଲୁ ତା ସହିତ ପ୍ରସାଦ ପାଇଲୁ ଯୋଉଟା କି ମାନେ ଆମକୁ ତ ପୁରା ଆତ୍ମା ଶାନ୍ତି ଲାଗିଲା ଯୋଉଟା କି ମାନେ ବହୁତ ଦୂରରୁ ଆସିଥିଲୁ ଯେହେତୁ ନା ଯୋଉଥିପାଇଁ ସେ ଜିନିଷଟା ଆଜି ପାଇଗଲୁ ବେଶୀ ସେଟା କିନ୍ତୁ ବହୁତ ଭଲ ଲାଗିଲା। ସତ କଥା कहूची प्रसाद जेतिकी स्वाद थिला ताठू बेसी स्वाद थिला ननाଙ୍କ कथारे जो देहुरी नना रहिले से जहाँ भी कहूतिले माने मांको विषय शुणिकी ना रूम छिड़ा ହେଇଗଲା आ जदि भी मांको वीडियो आपन भलो लागिथिबो ना निश्चय शेयर करिवे ତା ସହିତ ଲାଇକ୍ କରିବେ ସବସ୍କ୍ରାଇବ କରିବେ। आ केउंझर रे आपनको वीडियो आपनको एरिया रे मयूरभंज केउंझर रु जो भाई भौणी माने देखुचंदी ना କେଉଁଝର ନୁହେଁ ଯୋଉ ମାନେ ଓଡ଼ିଶା ସାରା ମାଙ୍କର ମା ତ ମହିମା ମାନେ ମାଙ୍କ ମହିମା ସାରା ଓଡ଼ିଶାରେ ପ୍ରଚାର ତ ଆପଣ ଯଦି ମା ତାରିଣୀ କି ଭଲ ପାଉଥିବେ ତ ନିହାତି କମେଣ୍ଟରେ ଜଣେଇବେ। ଆଉ ଏତିକି କହିବୁ ସତ କଥା କହୁଛି ଆଜି ନୂଆ ବର୍ଷ ନୂଆ ଆରମ୍ଭ କରିଛୁ ବହୁତ ଦିନ ପରେ ଭିଡିଓ ଆସିଲା ପାଖାପାଖି 3 ମାସ ପରେ ତା ବି ପୁଣି ମା ତାରିଣୀଙ୍କ ଭିଡିଓରେ ଆରମ୍ଭ ହେଲା ଆପଣ ଭଲ ପାଇବା ରହିଲେ ଏ ବର୍ଷଟା ବି ଭଲରେ କଟିଯିବ 26ଟା ନା କଣ।